ବେନ୍ ସିରାକଙ୍କ ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 1। ସମସ୍ତ ପ୍ରଜ୍ଞା ପ୍ରଭୁଙ୍କ ଠାରୁ ଆଗତ ଓ ତାହା ତାହାଙ୍କ ଗହଣରେ ସର୍ବଦା ଅବସ୍ଥାପନ କରେ। ସମୁଦ୍ର ତଟର ବାଲୁକା, ବୃଷ୍ଟି, କଣିକା ଓ ନିତ୍ୟତାର ଦିନ ସବୁ କିଏ ଏହା ଗଣନା କରିପାରିବ? ନଭମଣ୍ଡଳର ଉଚ୍ଚତା, ଧରାଧାମର ପ୍ରସ୍ଥ, ପାତାଳ ତଥା ପ୍ରଜ୍ଞା କିଏ ଏ ସମସ୍ତର ସନ୍ଧାନ କରିପାରିବ? ଅନ୍ୟ ସମସ୍ତ ପୂର୍ବରୁ ପ୍ରଜ୍ଞା ସୃଷ୍ଟ ହୋଇଥିଲା ଓ ବିବେକପୂର୍ଣ୍ଣ ଜ୍ଞାନ ଚିରନ୍ତନ ପ୍ରଜ୍ଞାର ଉତ୍ସ କାହା ନିକଟରେ ପ୍ରକାଶିତ ହୋଇଛି ଓ ତାର ପ୍ରବୀର ମାର୍ଗ ସବୁକୁ କିଏ ହୃଦବୋଧ କରିଅଛି? କେବଳ ଜଣେ ପ୍ରଜ୍ଞା ବିଶିଷ୍ଟ ଅଟନ୍ତି, ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରିବା ଉଚିତ। ସ୍ୱସିଂହାସନରେ ସେ ଆସୀନ ଅଟନ୍ତି। ସ୍ୱୟଂ ପ୍ରଭୁ ପ୍ରଜ୍ଞାର ସ୍ରଷ୍ଟା, ସେ ତାହାକୁ ଦେଖିଲେ ଓ ତାହାକୁ ବିଭାଜନ କଲେ ଓ ତାହାଙ୍କ ସମସ୍ତ ସୃଷ୍ଟି ଉପରେ ତାହାକୁ ଅଜାଡ଼ି ଦେଲେ। ତାହାଙ୍କର ପ୍ରତିଦାନ ରୂପେ ତାହା ସମସ୍ତ ମାଂସ ମାତ୍ରରେ ବାସ କରେ ଏବଂ ଯେଉଁମାନେ ତାହାର ସ୍ନେହୀ ସେମାନଙ୍କୁ ତାହା ସେ ପ୍ରଦାନ କଲେ। ଈଶ୍ୱର ଭକ୍ତି। ଗୌରବ, ଉଲ୍ଲାସ, ଆନନ୍ଦ ତଥା ଆହ୍ଲାଦର ମୁକୁଟ ଅଟେ ଈଶ୍ୱର ଭକ୍ତି। ଈଶ୍ୱର ଭୟ ହୃଦୟକୁ ଆନନ୍ଦିତ କରେ ଓ ତାହା ସନ୍ତୋଷ, ଆନନ୍ଦ ତଥା ଦୀର୍ଘାୟୁ ପ୍ରଦାନ କରେ। ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ, ତାର ପରିଣାମ ମଙ୍ଗଳକର ହେବ। ତାର ମୃତ୍ୟୁ ଦିବସରେ ସେ ଧନ୍ୟ ରୂପେ ବିବେଚିତ ହେବ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ପ୍ରଜ୍ଞାର ଆରମ୍ଭ। ନିଜ ମାତୃ ଗର୍ଭରେ ବିଶ୍ୱାସୀମାନଙ୍କ ଗହଣରେ ତାହା ମଧ୍ୟ ସୃଷ୍ଟ। ମାନବ ଜାତି ମଧ୍ୟରେ ତାହା ଚିରନ୍ତନ ବସତି ସ୍ଥାପନ କଲା। ସେମାନଙ୍କ ବଂଶଧରମାନଙ୍କ ପ୍ରତି ତାହା ବିଶ୍ୱସ୍ତତା ପ୍ରଦର୍ଶନ କରିବ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଅଟେ ପ୍ରଜ୍ଞା ପରିପୂର୍ଣ୍ଣତା। ତାହାର ଉତ୍ତମ ଫଳ ସବୁ ଦ୍ୱାରା ତାହା ମନୁଷ୍ୟକୁ ପରିତୃପ୍ତ କରେ। ସର୍ବବିଧ କାମ୍ୟବସ୍ତୁ ଦ୍ୱାରା ତାହା ସେମାନଙ୍କ ଗୃହକୁ ଓ ସେମାନଙ୍କ ଭଣ୍ଡାର ଘରଗୁଡ଼ିକୁ ତାହାର ଉତ୍ପନ୍ନ ଦ୍ରବ୍ୟରେ ଭରିଦିଏ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଅଟେ ପ୍ରଜ୍ଞାର ମୁକୁଟ। ଶାନ୍ତି ତଥା ସୁସ୍ୱାସ୍ଥ୍ୟକୁ ସମୃଦ୍ଧ କରେ। ତାହା ଉପରେ ଦୃଷ୍ଟି ନିକ୍ଷେପ କରି ସେ ତାହାକୁ ବିଭାଜିତ କଲେ। ସେ ଜ୍ଞାନ ତଥା ବିବେକ ବର୍ଷଣ କଲେ। ଯେଉଁମାନେ ତାହାକୁ ଦୃଢ଼ ରୂପେ ଧାରଣ କରନ୍ତି, ସେମାନଙ୍କୁ ସେ ଗୌରବମଣ୍ଡିତ କଲେ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଅଟେ ପ୍ରଜ୍ଞାର ଉତ୍ସ ଓ ଦୀର୍ଘାୟୁ ତାହାର ଶାଖା ପ୍ରଶାଖା। ଧୈର୍ଯ୍ୟ ତଥା ଆତ୍ମସଂଯମ। ଅଧର୍ମ, କ୍ରୋଧ ନ୍ୟାୟଯୁକ୍ତ କରାଯାଇ ପାରିବ ନାହିଁ, କାରଣ ମନୁଷ୍ୟ କୋପ ତାକୁ ତାର ବିନାଶ ଦିଗରେ ଠେଲିଦିଏ। ଜଣେ ଧୈର୍ଯ୍ୟଶାଳୀ ବ୍ୟକ୍ତି ଉପଯୁକ୍ତ ସମୟ ପର୍ଯ୍ୟନ୍ତ ସହନ କରିବ, ତତ୍ପରେ ସେ ସମ୍ମୁଖରେ ଆନନ୍ଦ ପ୍ରସ୍ଫୁଟିତ ହେବ। ସମୁଚିତ ସମୟ ପର୍ଯ୍ୟନ୍ତ ସେ ତାର କଥା ଗୁପ୍ତ ରଖିବ ଓ ଅନେକ ଅଧର ତାର ବିବେକକୁ ଘୋଷଣା କରିବ। ପ୍ରଜ୍ଞା ତଥା ନୀତିନିଷ୍ଠା। ପ୍ରଜ୍ଞାର ଭଣ୍ଡାର ଘର ଅନେକ ବିଜ୍ଞ ବଚନ ଦ୍ୱାରା ପରିପୂର୍ଣ୍ଣ, କିନ୍ତୁ ପାପୀ ପାଇଁ ଈଶ୍ୱର ଭକ୍ତି ଘୃଣ୍ୟ ଯୋଗ୍ୟ। ତୁମେ ଯଦି ପ୍ରଜ୍ଞା ଲାଭ ପାଇଁ ଅଭିଳାଷୀ, ତେବେ ଆଜ୍ଞା ସକଳ ପାଳନ କର। ତାହା ହେଲେ ପ୍ରଭୁ ତୁମକୁ ତାହା ପ୍ରଦାନ କରିବେ, କାରଣ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଅଟେ ପ୍ରଜ୍ଞା ତଥା ଶିକ୍ଷା। ବିଶ୍ୱସ୍ତତା ତଥା ନମ୍ରତାରେ ସେ ସନ୍ତୋଷ ପ୍ରକାଶ କରନ୍ତି। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ପ୍ରତି ଅବମାନନା କର ନାହିଁ ଏବଂ ଦ୍ୱିମନା ଚିତ୍ତରେ ତାହାଙ୍କ ନିକଟକୁ ଯାଅ ନାହିଁ। ମନୁଷ୍ୟ ଦୃଷ୍ଟିରେ କପଟୀ ହୁଅ ନାହିଁ ଓ ତୁମର ଅଧର ପ୍ରତି ସତର୍କ ରୁହ। ତୁମେ ଯେପରି ପତିତ ହୋଇ ଅସମ୍ମାନିତ ନ ହୁଅ, ସେଥିପାଇଁ ନିଜକୁ ଆତ୍ମବତ ଉନ୍ନୀତ କର ନାହିଁ।
ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରୁନଥିବା ଓ ତୁମ ହୃଦୟ ପ୍ରବଞ୍ଚନାତ୍ମକ ହୋଇଥିବା ଯୋଗୁଁ ପ୍ରଭୁ ତୁମର ରହସ୍ୟ ଗୁଡ଼ିକ ପ୍ରକାଶ କରିବେ ଓ ଜନମଣ୍ଡଳୀ ସମ୍ମୁଖରେ ତୁମକୁ ଅବନମିତ କରିବେ। ଅଧ୍ୟାୟ 2 ପ୍ରଲୋଭନ ସମୟରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତତା। ହେ ମୋର ବତ୍ସ, ତୁମେ ଯଦି ପ୍ରଭୁଙ୍କ ସେବା କାର୍ଯ୍ୟ କରିବା ପାଇଁ ଆକାଙ୍କ୍ଷିତ, ତେବେ ପ୍ରଲୋଭନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରୁହ। ସରଳ ମନା ତଥା ଦୃଢ଼ ହୁଅ ଓ ବିପଦ କାଳରେ ତ୍ୱରାନ୍ୱିତ ହୁଅ ନାହିଁ। ତାହାକୁ ପରିତ୍ୟାଗ ନ କରି ତାହାଙ୍କ ଅନୁରକ୍ତ ହୋଇ ରୁହ। ତାହା ହେଲେ ତୁମ ଜୀବନର ଅନ୍ତିମ ଦିନମାନଙ୍କରେ ତୁମେ ସମ୍ମାନାସ୍ପଦ ହେବ। ତୁମ ପ୍ରତି ଯାହା ଘଟିବ ତାହା ଗ୍ରହଣ କର ଓ ତୁମକୁ ଯେଉଁ ଦୁର୍ଘଟଣା କଷ୍ଟ ଦିଏ ତାହାର ଦିନଗୁଡ଼ିକରେ ପ୍ରଶାନ୍ତଚିତ ହୁଅ। କାରଣ ସ୍ୱର୍ଣ୍ଣ ଅଗ୍ନିରେ ପରୀକ୍ଷିତ ହୁଏ ଓ ଗ୍ରହଣଯୋଗ୍ୟ ବ୍ୟକ୍ତି ଅବମାନନାର ଅଗ୍ନିକୁଣ୍ଡରେ ପରୀକ୍ଷିତ ହୁଏ। ତାହାଙ୍କଠାରେ ଆସ୍ଥା ସ୍ଥାପନ କର ଓ ସେ ତୁମକୁ ସାହାଯ୍ୟ କରିବେ। ସୁଗମ ପଥରେ ବିଚରଣ କର ଓ ତାହାଙ୍କଠାରେ ପ୍ରତ୍ୟାଶା ରଖ। ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି, ସେହି ହେ ତୁମେମାନେ। ତାହାଙ୍କର କରୁଣା ପ୍ରତି ଅପେକ୍ଷା କର। ତୁମେମାନେ ଯେପରି ପତିତ ନ ହୁଅ, ତନ୍ନିମନ୍ତେ ପଥରୁ ବିମୁଖ ହୁଅ ନାହିଁ। ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି, ସେହି ହେ ତୁମେମାନେ। ତୁମମାନଙ୍କଠାରେ ଆସ୍ଥା ସ୍ଥାପନ କର। ତୁମେମାନେ ପ୍ରତିଫଳରୁ ବଞ୍ଚିତ ହେବ ନାହିଁ। ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି, ସେହି ହେ ତୁମେମାନେ। ଉତ୍ତମ ବିଷୟ ସବୁ ଶାଶ୍ୱତ ଆନନ୍ଦ ତଥା କରୁଣା ନିମନ୍ତେ ପ୍ରତ୍ୟାଶା ରଖ। ପ୍ରାଚୀନ ବଂଶ ସକଳ ସମ୍ବନ୍ଧରେ ବିବେଚନା କରି ଦେଖ। ପ୍ରଭୁଙ୍କଠାରେ ଆସ୍ଥା ରଖିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ହତୋତ୍ସାହ ହୋଇଛି? ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନରେ ଅଧ୍ୟବସାୟୀ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଅପରିତ୍ୟକ୍ତ ହୋଇଛି? ଅଥବା ତାହାଙ୍କୁ ଡାକି ପ୍ରାର୍ଥନା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଅବହେଳିତ ହୋଇଛି? ପ୍ରଭୁ କରୁଣାନିଧି ତଥା ଦୟାଳୁ ଅଟନ୍ତି। ସେ ପାପ କ୍ଷମା କରନ୍ତି ଓ ଦୁର୍ଦ୍ଦଶାର ଦିନମାନଙ୍କରେ ରକ୍ଷା କରନ୍ତି। ଭୀରୁ ତଥା ଆଳସ୍ୟପୂର୍ଣ୍ଣ ହସ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଓ ଦ୍ୱିପଥରେ ବିଚରଣ କରୁଥିବା ପାପୀ ଲୋକଙ୍କୁ ଧିକ୍। ହତାଶ ଚିତ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଧିକ୍, କାରଣ ସେମାନଙ୍କର କୌଣସି ବିଶ୍ୱାସ ନାହିଁ। ସୁତରାଂ ସେମାନେ ଆଶ୍ରୟପ୍ରାପ୍ତ ହେବେ ନାହିଁ। ସହନଶୀଳତାରୁ ବଞ୍ଚିତ ବ୍ୟକ୍ତିମାନଙ୍କୁ ଧିକ୍। ପ୍ରଭୁ ଯେବେ ଶାସ୍ତି ଦେବେ, ତେବେ ସେମାନେ କ'ଣ କରିବେ? ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ମାନେ ତାହାଙ୍କର ବଚନଗୁଡ଼ିକୁ ଅବମାନନା କରିବେ ନାହିଁ ଓ ତାହାଙ୍କ ସ୍ନେହୀମାନେ ତାହାଙ୍କର ମାର୍ଗ ସବୁରେ ବିଚରଣ କରିବେ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶକମାନେ ତାହାଙ୍କର ଅନୁମୋଦନ ସନ୍ଧାନ କରିବେ ଓ ତାହାଙ୍କ ସ୍ନେହୀମାନେ ତାହାଙ୍କର ବିଧାନ ସକଳ ଦ୍ୱାରା ପରିପୂର୍ଣ୍ଣ ହେବେ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶକମାନେ ସେମାନଙ୍କ ହୃଦୟକୁ ପ୍ରସ୍ତୁତ କରି ରଖିବେ। ସେମାନେ ନିଜକୁ ତାହାଙ୍କ ସନ୍ନିଧାନରେ ଅବନମିତ କରିବେ। ମାନବ ହସ୍ତରେ ନୁହେଁ, ବରଂ ତାହାଙ୍କ ହସ୍ତରେ ଆମେମାନେ ନିଜ ନିଜକୁ ସମର୍ପଣ କରିବା। କାରଣ ତାହାଙ୍କର ମହତ୍ତ୍ୱ ଯେପରି, ତାହାଙ୍କର କରୁଣା ମଧ୍ୟ ସେହିପରି। ଅଧ୍ୟାୟ 3 ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ। ହେ ବତ୍ସଗଣ, ତୁମମାନଙ୍କ ପିତୃସ୍ଥାନୀୟ ହୋଇଥିବା ମୋର ବାକ୍ୟ ଶୁଣ। ତୁମେମାନେ ଯେପରି ସୁରକ୍ଷିତ ହୋଇଥାଅ, ତନ୍ନିମନ୍ତେ ମୋ କଥାର ଅନୁସରଣ ପୂର୍ବକ ବିଚରଣ କର। କାରଣ ସନ୍ତାନମାନେ ଯେପରି ପିତାଙ୍କୁ ଆଦର କରନ୍ତି, ଏହା ପ୍ରଭୁଙ୍କର ଇଚ୍ଛା ଓ ନିଜ ପୁତ୍ରମାନଙ୍କ ଉପରେ ମାତାଙ୍କର ଅଧିକାରକୁ ସେ ଦୃଢ଼ୀଭୂତ କରିଅଛନ୍ତି। ଯିଏ ନିଜ ପିତାଙ୍କୁ ସମ୍ମାନିତ କରେ, ସେ ନିଜ ପାପ ପରିହାର କରେ ଓ ଯିଏ ନିଜ ମାତାଙ୍କୁ ସମ୍ମାନିତ କରେ, ସେ ବହୁ ଧନ ସଞ୍ଚୟ କରେ। ଯିଏ ନିଜ ପିତାଙ୍କୁ ସମ୍ମାନିତ କରେ,
ତାର ସନ୍ତାନମାନେ ତାକୁ ସନ୍ତୁଷ୍ଟ କରିବେ ଓ ପ୍ରଭୁ ତାର ପ୍ରାର୍ଥନା ଶୁଣିବେ। ଯିଏ ନିଜ ପିତାଙ୍କୁ ମହିମାନ୍ୱିତ କରେ ସେ ସୁଦୀର୍ଘ ଜୀବିତ ହେବ ଓ ଯିଏ ପ୍ରଭୁଙ୍କର ଅନୁଗତ ସେ ନିଜ ମାତାଙ୍କୁ ଆଶ୍ୱସ୍ତ କରିବ। ସେ ପିତାମାତାଙ୍କୁ ନିଜ ମୁନିବ ସଦୃଶ ସେବା କରିବ। ବାକ୍ୟ ତଥା କର୍ମରେ ତୁମ ପିତାଙ୍କୁ ସମ୍ମାନ ଦିଅ, ତାହା ହେଲେ ତୁମେ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। କାରଣ ପିତାଙ୍କର ଆଶୀର୍ବାଦ ସନ୍ତାନମାନଙ୍କ ଗୃହକୁ ଦୃଢ଼ୀଭୂତ କରିବ, କିନ୍ତୁ ମାତୃ ଅଭିଶାପ ସେ ସମସ୍ତର ଭିତ୍ତିମୂଳକୁ ଉତ୍ପାଟନ କରିବ। ତୁମ ପିତାଙ୍କୁ ଅପମାନିତ କରି ନିଜକୁ ଗୌରବାନ୍ୱିତ କର ନାହିଁ, କାରଣ ତୁମ ପିତାଙ୍କର ଅପମାନ ତୁମ ଗୌରବର କାରଣ ହୋଇପାରିବ ନାହିଁ। ଯିଏ ନିଜ ପିତାଙ୍କୁ ଶ୍ରଦ୍ଧା ଜଣାଏ ସେ ଗୌରବ ଲାଭ କରେ ଓ ଯେଉଁ ସନ୍ତାନମାନେ ନିଜ ମାତାଙ୍କୁ ଅସମ୍ମାନିତ କରନ୍ତି ତାହା ସେମାନଙ୍କ ପକ୍ଷରେ ଅପମାନଜନକ। ହେ ବତ୍ସ, ତୁମ ପିତାଙ୍କୁ ତାଙ୍କ ବାର୍ଦ୍ଧକ୍ୟାବସ୍ଥାରେ ସାହାଯ୍ୟ କର। ତାଙ୍କର ଜୀବନ ସାରା ତାଙ୍କୁ ଦୁଃଖ ଦିଅ ନାହିଁ। ଯଦିଓ ସେ ଜ୍ଞାନରହିତ ତଥାପି ସହିଷ୍ଣୁତା ପ୍ରଦର୍ଶନ କର। ଯଦିଓ ତୁମେ ଶକ୍ତିଶାଳୀ ତଥାପି ତାଙ୍କୁ ଅବଜ୍ଞା କର ନାହିଁ। କାରଣ ପିତାଙ୍କ ପ୍ରତି ପ୍ରଦର୍ଶିତ କରୁଣା ବିସ୍ମୃତ ହେବ ନାହିଁ। ତୁମ ପାପ ସବୁର ପରିହାର ପାଇଁ ତାହା ଗଣିତ ହେବ। ତୁମ ଦୁର୍ଦ୍ଦିନରେ ତାହା ତୁମ ସପକ୍ଷରେ ଶ୍ରୁତି ଗୋଚର ହେବ ଓ ତୁଷାର ଯେପରି ସୂର୍ଯ୍ୟ କିରଣରେ ତରଳିଯାଏ ସେହିପରି ତୁମ ପାପ ସକଳ ନିଶ୍ଚିହ୍ନ ହୋଇଯିବ। ଯିଏ ନିଜ ପିତାଙ୍କୁ ପରିତ୍ୟାଗ କରେ ସେ ଈଶ୍ୱର ନିନ୍ଦୁକ ଓ ଯିଏ ନିଜ ମାତାଙ୍କୁ କ୍ରୋଧାନ୍ୱିତ କରେ ସେ ପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ହେବ। ବିନୟତା। ହେ ମୋର ବତ୍ସ, ସୌମ୍ୟତାର ସହ ତୁମ କର୍ତ୍ତବ୍ୟଗୁଡ଼ିକୁ କାର୍ଯ୍ୟକାରୀ କର। ତାହାହେଲେ ଯେଉଁମାନେ ଈଶ୍ୱରଙ୍କ ସନ୍ନିଧାନରେ ଗ୍ରହଣୀୟ ସେମାନେ ତୁମକୁ ସ୍ନେହ କରିବେ। ତୁମେ ଯେବେ ମହାନ ନିଜକୁ ସେବେ ବିନୀତ କରିବା ଆବଶ୍ୟକ। ତାହା ହେଲେ ତୁମେ ପ୍ରଭୁଙ୍କ ସନ୍ନିଧାନରେ ଅନୁଗ୍ରହ ପ୍ରାପ୍ତ ହେବ। ପ୍ରଭୁଙ୍କର ଶକ୍ତି ଅତି ମହାନ ଓ ସେ ନମ୍ରମାନଙ୍କ ଦ୍ୱାରା ମହିମାନ୍ୱିତ ହୁଅନ୍ତି। ଯାହା ତୁମ ପାଇଁ ଅତି ଦୁଷ୍କର ତାହା ଅନ୍ୱେଷଣ କର ନାହିଁ। ଯାହା ତୁମର କ୍ଷମତାତୀତ ତାହା ଅନୁସନ୍ଧାନ କର ନାହିଁ। ଯାହା ତୁମ ହସ୍ତରେ ନ୍ୟସ୍ତ ସେ ସମ୍ବନ୍ଧରେ ଅନୁଧ୍ୟାନ କର। କାରଣ ଯାହା ତୁମ ପାଇଁ ନିଗୂଢ଼ ସେ ସମ୍ବନ୍ଧରେ ବ୍ୟତିବ୍ୟସ୍ତ ହେବା ଅନାବଶ୍ୟକ। ଯାହା ତୁମର କ୍ଷମତାତୀତ ସେଥିରେ ଅଯଥା ହସ୍ତକ୍ଷେପ କର ନାହିଁ। କାରଣ ଯେଉଁ କାର୍ଯ୍ୟ ସବୁ ହୃଦବୋଧ କରିବା ପାଇଁ ମାନବ ଜାତି ପକ୍ଷରେ ଦୁଷ୍କର ତାହା ତୁମ ନିକଟରେ ପ୍ରକାଶିତ ହୋଇଛି। ବିବେକହୀନ ମୀମାଂସା ଅନେକଙ୍କୁ ବିଭ୍ରାନ୍ତ କରିଅଛି ଓ ଅନୁଚିତ ଅଭିମତ ଚିନ୍ତାଗୁଡ଼ିକୁ ପଥଭ୍ରଷ୍ଟ କରାଇଅଛି। ଅହଙ୍କାର। ଅନମନୀୟ ମନ ସର୍ବଶେଷରେ ଅନିଷ୍ଟତାରେ ଲୀନ ହେବ ଓ ଯିଏ ବିପଦର ସ୍ନେହୀ ସେ ତାହା ଦ୍ୱାରା ବିନଷ୍ଟ ହେବ। ଅନମନୀୟ ମନ ଉତ୍କଣ୍ଠାରେ ଭାରାକ୍ରାନ୍ତ ହେବ ଓ ପାପ ଉପରେ ପାପକୁ ସଞ୍ଚୟ କରିବ। ଅହଙ୍କାରୀର କଷ୍ଟ ପାଇଁ କୌଣସି ପ୍ରତିକାର ନାହିଁ, କାରଣ ଦୁଷ୍ଟତାର ଗୋଟିଏ ଉଦ୍ଭିଦ ତାଠାରେ ମୂଳ ପାତିଅଛି। ବୁଦ୍ଧିମାନ ବ୍ୟକ୍ତିର ମନ ଉପମା ସମ୍ବନ୍ଧରେ ଅନୁଧ୍ୟାନ କରିବ ଓ ମନୋଯୋଗୀ କର୍ଣ୍ଣ ବିଜ୍ଞ ବ୍ୟକ୍ତିର ଅଭିକାମ୍ୟ। ଦରିଦ୍ରମାନଙ୍କ ପ୍ରତି ଦାନ ଧର୍ମ। ଉଜ୍ଜଳ ଅଗ୍ନିକୁ ଜଳ ନିର୍ବାପିତ କରେ, ସେହିପରି ଦାନ ଧର୍ମ ପାପ ପରିହାର କରେ। ଯିଏ ଅନୁକୂଲ୍ୟ କାର୍ଯ୍ୟ ପ୍ରତିପାଦନ କରେ ସେ ନିଜ ଭବିଷ୍ୟତକୁ ସୁନିଶ୍ଚିତ କରେ। ନିଜ ପତନ ସମୟରେ ସେ ସାହାଯ୍ୟ ପ୍ରାପ୍ତ କରେ। ଅଧ୍ୟାୟ 4। ହେ ବତ୍ସ,
ନିର୍ଧନ ବ୍ୟକ୍ତିକୁ ତାର ଜୀବିକାରୁ ବଞ୍ଚିତ କରାଅ ନାହିଁ ଓ ଦିନହୀନ ବ୍ୟକ୍ତିକୁ ଅପେକ୍ଷା କରାଅ ନାହିଁ। ଜଣେ କ୍ଷୁଧାର୍ତ୍ତକୁ ଦୁଃଖିତ କର ନାହିଁ ଓ ଏକ ଅଭାବଗ୍ରସ୍ତ ଲୋକକୁ କ୍ରୋଧାନ୍ୱିତ କର ନାହିଁ। କ୍ରୋଧ ବ୍ୟକ୍ତିର ଉଦ୍ବେଗକୁ ପରିବର୍ତ୍ତିତ କର ନାହିଁ କିମ୍ବା ଭିକ୍ଷୁକକୁ ଦାନ ଧର୍ମ କରିବା ପାଇଁ ବିଳମ୍ବ କର ନାହିଁ। କ୍ଲେଶ ପ୍ରପୀଡ଼ିତ ଅନୁନୟକାରୀକୁ ପ୍ରତ୍ୟାଖ୍ୟାନ କର ନାହିଁ କିମ୍ବା ଦରିଦ୍ର ଠାରୁ ତୁମ ମୁଖ ପଶ୍ଚାଦପଦ କର ନାହିଁ। ବିନୀତ ପ୍ରାର୍ଥନାକାରୀ ଠାରୁ ତୁମର ଚକ୍ଷୁ ବୁଲାଅ ନାହିଁ କିମ୍ବା ତୁମକୁ ଅଭିଶାପ ଦେବା ପାଇଁ କୌଣସି ବ୍ୟକ୍ତିକୁ ସୁଯୋଗ ଦିଅ ନାହିଁ। କାରଣ ତାର ମନୋବ୍ୟଥାରେ ସେ ଯଦି ତୁମକୁ ଅଭିଶାପ ଦିଏ ତେବେ ତାର ସ୍ରଷ୍ଟା ତାର ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରିବେ। ଜନମଣ୍ଡଳୀ ମଧ୍ୟରେ ତୁମେ ନିଜକୁ ପ୍ରିୟ ପାତ୍ର କର। ଶ୍ରେଷ୍ଠ ବ୍ୟକ୍ତି ସମ୍ମୁଖରେ ତୁମ ମସ୍ତକକୁ ନତ କର। ଦରିଦ୍ର ବ୍ୟକ୍ତିର ନିବେଦନ ଶୁଣ। ଶାନ୍ତି ତଥା ବିନୟତା ସହକାରେ ତାକୁ ଉତ୍ତର ଦିଅ। ଅତ୍ୟାଚାରୀମାନଙ୍କ ହସ୍ତରୁ ଅତ୍ୟାଚାରିତ ବ୍ୟକ୍ତିକୁ ଉଦ୍ଧାର କର ଓ ନ୍ୟାୟ ବିଚାର କରିବା ପାଇଁ ଭୀରୁ ହୁଅ ନାହିଁ। ଅନାଥମାନଙ୍କ ପ୍ରତି ପିତା ସଦୃଶ ଓ ସେମାନଙ୍କ ମାତା ପ୍ରତି ପତି ତୁଲ୍ୟ ହୁଅ। ତାହା ହେଲେ ପରାତ୍ପର ତୁମକୁ ପୁତ୍ର ରୂପେ ବିବେଚନା କରିବେ ଓ ତୁମ ମାତା ଅପେକ୍ଷା ସେ ତୁମକୁ ଅଧିକ ସ୍ନେହ କରିବେ। ପ୍ରଜ୍ଞା ଏକ ଶିକ୍ଷା ଗୁରୁ। ପ୍ରଜ୍ଞା ନିଜ ପୁତ୍ରମାନଙ୍କୁ ଉନ୍ନୀତ କରେ ଓ ନିଜ ଅନ୍ୱେଷଣକାରୀମାନଙ୍କୁ ସାହାଯ୍ୟ କରେ। ଯିଏ ତାହାକୁ ସ୍ନେହ କରେ ସେ ଜୀବନକୁ ସ୍ନେହ କରେ ଓ ଯେଉଁମାନେ ତାହାକୁ ତୁରନ୍ତ ଅନ୍ୱେଷଣ କରନ୍ତି ସେମାନେ ଆନନ୍ଦରେ ପରିପୂର୍ଣ୍ଣ ହେବେ। ଯିଏ ତାହାକୁ ଦୃଢ଼ ଧାରଣ କରେ ସେ ଗୌରବମଣ୍ଡିତ ହେବ ଓ ଯେଉଁଠାରେ ସେ ପ୍ରବେଶ କରେ ସେ ସ୍ଥାନରେ ପ୍ରଭୁ ଆଶୀଷ ବର୍ଷଣ କରିବେ। ତାହାର ସେବକ ପବିତ୍ର ଜଣଙ୍କର ସେବା କାର୍ଯ୍ୟ କରେ ଓ ଯେଉଁମାନେ ତାହାର ସ୍ନେହୀ ପ୍ରଭୁ ସେମାନଙ୍କୁ ସ୍ନେହ କରନ୍ତି। ଯିଏ ତାହାର ଅନୁଗତ ହୁଏ ସେ ଜାତି ସକଳର ବିଚାର କରିବ ଓ ଯିଏ ତାହା ପ୍ରତି ମନୋଯୋଗୀ ହୁଏ ସେ ସୁରକ୍ଷିତାବସ୍ଥାରେ ବାସ କରିବ। ସେ ଯଦି ତାହାଠାରେ ବିଶ୍ୱାସ ସ୍ଥାପନ କରେ ସେ ତାହାକୁ ଅଧିକାରାଂଶ ରୂପେ ପ୍ରାପ୍ତ ହେବ ଓ ତାର ବଂଶଧରମାନେ ତାହାକୁ ଅଧିକାର କରିବେ। ତାହା ତାକୁ ପ୍ରଥମତଃ କୁଟିଳ ପଥ ଦେଇ ଆନୟନ କରିବ, ଫଳରେ ତାହାଠାରେ ଭୟ ତଥା ଭୀରୁତା ଜନ୍ମାଇବ। ଯେ ପର୍ଯ୍ୟନ୍ତ ତାହାଠାରେ ତାର ବିଶ୍ୱାସ ଦୃଢ଼ୀଭୂତ ନ ହୋଇଛି ସେ ପର୍ଯ୍ୟନ୍ତ ତାକୁ ତାଲିମ ଦେଇ ତାହା ଉତ୍ପୀଡ଼ିତ କରିବ ଓ ନିଜ ଅଧ୍ୟାଦେଶ ଦ୍ୱାରା ତାକୁ ପରୀକ୍ଷା କରିବ। ତତ୍ପରେ ସୁଗମ ପଥ ପ୍ରଦର୍ଶନ କରି ତାହା ତାକୁ ଆନନ୍ଦିତ କରିବ ଓ ନିଜ ରହସ୍ୟାବଳୀ ତା ନିକଟରେ ପ୍ରକାଶ କରିବ। ସେ ଯଦି ବିଭ୍ରାନ୍ତ ହୁଏ ତେବେ ତାହା ତାକୁ ପରିତ୍ୟାଗ କରିବ ଓ ତାକୁ ତାର ବିନାଶରେ ସମର୍ପଣ କରିବ। ଲଜ୍ଜା ତଥା ପକ୍ଷପାତିତା। ଉଚିତ ସମୟରେ ବିବେଚନା କର ଓ ମନ୍ଦତା ପ୍ରତି ସତର୍କ ହୋଇ ରୁହ। ନିଜ ପ୍ରତି ଅପମାନ ଘଟାଅ ନାହିଁ, କାରଣ ପାପକୁ କଢ଼ାଇ ଆସୁଥିବା ଏକ ଲଜ୍ଜା ଅଛି। ସେହିପରି ମହିମା ତଥା ଆଶୀଷ ପ୍ରଦାନକାରୀ ଲଜ୍ଜା ମଧ୍ୟ ଅଛି। ତୁମ ପ୍ରତି ଯେପରି ଅନିଷ୍ଟ ନ ଘଟେ ସେଥିସକାଶେ ପକ୍ଷପାତିତା ପ୍ରଦର୍ଶନ କର ନାହିଁ, କିମ୍ବା ତୁମର ପତନ ଯେପରି ନ ଘଟେ ସେଥିସକାଶେ ଅନ୍ୟର ମତାନୁବର୍ତ୍ତୀ ହୁଅ ନାହିଁ। ଉପଯୁକ୍ତ ସମୟରେ କଥା ନ କହିବାରୁ ନିବୃତ୍ତ ହୁଅ ନାହିଁ ଓ ପ୍ରଜ୍ଞାକୁ ଲୁକାୟିତ କରି ରଖ ନାହିଁ। କାରଣ କଥା ଜରିଆରେ ପ୍ରଜ୍ଞା ଓ ଜିହ୍ୱା ଉଚ୍ଚାରିତ ବାକ୍ୟ ମାଧ୍ୟମରେ ଶିକ୍ଷା ପ୍ରକଟିତ ହୁଏ। ସତ୍ୟ ବିରୁଦ୍ଧରେ କେବେ ହେଁ ଯୁକ୍ତି ବାଢ଼ ନାହିଁ ଓ ତୁମ ଅଜ୍ଞାନ ସମ୍ବନ୍ଧରେ ଜାଣି ରଖ। ନିଜ ପାପ ସ୍ୱୀକାର କରିବା ପାଇଁ ଲଜ୍ଜାବୋଧ କର ନାହିଁ। ନଦୀର ଜଳ ସ୍ରୋତ ଅଟକାଇବା ନିମନ୍ତେ ଚେଷ୍ଟା କର ନାହିଁ। ଏକ ନିର୍ବୋଧର ବଶୀଭୂତ ହୁଅ ନାହିଁ କିମ୍ବା ଜଣେ ଶାସକଙ୍କ ପ୍ରତି
ପକ୍ଷପାତିତା କର ନାହିଁ। ମୃତ୍ୟୁବରଣ କରିବାକୁ ହେଲେ ସୁଦ୍ଧା ସତ୍ୟକୁ ସମର୍ଥନ କର, ତାହା ହେଲେ ପ୍ରଭୁ ଈଶ୍ୱର ତୁମ ସପକ୍ଷରେ ସଂଗ୍ରାମ କରିବେ। ଅବିବେକୀ କଥା କୁହ ନାହିଁ ଅଥବା ତୁମ କର୍ତ୍ତବ୍ୟରେ ଆଳସ୍ୟ କିମ୍ବା ଅବହେଳା ଦେଖାଅ ନାହିଁ। ଗୃହରେ ସିଂହ ପରି ଆଚରଣ କର ନାହିଁ କିମ୍ବା ତୁମ ଭୃତ୍ୟୁମାନଙ୍କ ଦୋଷର ଅନ୍ୱେଷଣ କରି ବିଚରଣ କର ନାହିଁ। ଗ୍ରହଣ କରିବା ପାଇଁ ତୁମ ହାତ ବଢ଼ାଅ ନାହିଁ କିମ୍ବା ପ୍ରଦାନ କରିବା ସମୟରେ ତାହାକୁ ପ୍ରତ୍ୟାହାର କର ନାହିଁ।